ବିଶୋଇଙ୍କ ବିଯୋଗରେ ସ୍ମୃତି ଚାରଣ ସଭା। ଗତ 3 ତାରିଖ ଦିନ ପଞ୍ଚଭୂତରେ ଲୀନ ହୋଇଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନଳିହାଟ ଗ୍ରାମରେ ସୀମାଞ୍ଚଳ ପ୍ରସାଦ ବିଶୋଇଙ୍କ ପାର୍ଥିବ ଶରୀର ଚାହୁଁ ଚାହୁଁ 11 ଦିନ ବିତିଗଲା। ନିଜ ବାସଭବନ ଠାରେ ତାଙ୍କରି ଏକାଦଶାହ କାର୍ଯ୍ୟକ୍ରମ ତାଙ୍କରି ସୁପୁତ୍ର ସନାତନ ସଂଗ୍ରାମ ସିଂହ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶହେ ଶହେ ଶୁଭେଚ୍ଛୁ ସାଙ୍ଗ ସହ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ସ୍ୱର୍ଗତ ସୀମାଞ୍ଚଳ ପ୍ରସାଦ ବିଶୋଇଙ୍କ ଫୋଟ ଚିତ୍ରରେ ଫୁଲ ପୁଷ୍ପ ଅର୍ପଣ କରିଥିଲେ। ସେ ମେଳାପୀ ମିଷ୍ଟଭାଷୀ ସାଙ୍ଗକୁ ସେ ଜଣେ ସ୍ୱାଭିମାନୀ ଜନନାୟକ ରହି ଆସିଥିଲେ। ତାଙ୍କରି ସ୍ମୃତିକୁ ମନେ ପକାଇବା ପାଇଁ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭାରପ୍ରାପ୍ତ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ଲୋଚାପଡ଼ ସରପଞ୍ଚ ଏଲ ମୋହନ ଦାସ, ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ, ଟି ଗୋପୀ, ରାମ ସାମଲ, ବିଟୁ ଦଳେଇ, ଗୌତମ ମହାରଣା, ସୀମାଞ୍ଚଳ ଦାସ, ବରିଷ୍ଠ ସମାଜସେବୀ ଉଦୟ ବେହେରା, କୈଳାସ ବିଶୋଇ, ଲାଠି ସରପଞ୍ଚ ରାଧାମୋହନ ସେଠୀ, ବଉଳଝୋଳି ସରପଞ୍ଚ ଚିତ୍ତରଞ୍ଜନ ବିଶୋଇ, ବଲିପଟ ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ, ସିପିଏମ ନେତା ବିଦ୍ୟାଧର ଜେନା, ମଣ୍ଡଳୀ ସଭାପତି ଏ ନନ୍ଦ କିଶୋରଙ୍କ ସମେତ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ ସହ ପରିବାର ବର୍ଗଙ୍କ ପ୍ରମୁଖ ଉପସ୍ଥିତ ଥିଲେ। କୁକୁଡ଼ାଖନ୍ତି ରୂପୀ କୃଷ୍ଣମୂର୍ତ୍ତି ଅଙ୍କ ରିପୋର୍ଟ ଲାଇଭ ଓଡ଼ିଶା ନ୍ୟୁଜ ଅପଡେଟ୍।